ଗାଁରେ ରହି କିଛି ହେଉନାହିଁ ଗଦାଧରର। ତେଣୁ ରାମକୁମାର ତାକୁ କଲିକତା ନେଇ ଆସିଲେ। କିନ୍ତୁ ଗଦାଧରର ମନ ପଡ଼ି ରହିଥାଏ ସେଇ ଗାଁର ବାଟଘାଟ ବିଲବଣରେ। କେତେ ଚିହ୍ନା ମୁହଁ, କେତେ ସ୍ନେହ ଆଦର। ଇଟା କାଠର ଏଇ ଜଟିଳତା ଭିତରେ ମିଳିବ କି ସେଇ ସରଳ ମମତା? ମିଳିବ କି ସେଇ ନୀରବତାର, ନିସଙ୍ଗତାର ଶାନ୍ତି? ନିର୍ଜନ ନହେଲେ ଭକ୍ତି ଲାଭ ହେବ କିପରି? ତାଙ୍କୁ ଭାବିବି କେଉଁଠି? ଚାଉଳ କାଣ୍ଡୁଛ ଏକା ଏକା ବସି କାନ୍ଦିବାକୁ ପଡ଼େ। ମଝିରେ ମଝିରେ ଚାଉଳ ହାତରେ ଧରି ଦେଖିବାକୁ ପଡ଼େ ସଫା ହେଲା କି ନାହିଁ। କାନ୍ଦିବା ସମୟରେ ଯଦି 5 ଆଡ଼ୁ 5 ଜଣଙ୍କର ଡାକ ଶୁଣିବାକୁ ପଡ଼େ, ଚାଉଳ କାନ୍ଦିବା କାମ ଠିକ୍ ଠିକ୍ ହୋଇପାରିବ ତ? କେତେ ଲୋକଙ୍କ କଥା ମନେ ପଡ଼ୁଛି ବୁରୁନ୍ଦା ମା କଥା। ବୁରୁନ୍ଦା ମା ଜାତିରେ ବ୍ରାହ୍ମଣ। ଗଦାଇକୁ କେତେଥର ନିଜ ହାତରେ ରାନ୍ଧି ଖୁଆଇଛି। କିନ୍ତୁ କ୍ଷେତିମା ଜାତିରେ ବଢ଼େଇ। ମନ ହେଉଥିଲେ ବି ଘରକୁ ଡାକି ଆଣି ଖୁଆଇ ପାରେ ନାହିଁ। ମନ ଭିତରଟା ଆଉଟୁ ପାଉଟୁ ହେଉଥାଏ। ମନ କଥା ମୁହଁ ଖୋଲି କହିପାରେ ନାହିଁ। ଧନୀ କମାରୁଣୀର ଭଉଣୀ ଶଙ୍କରୀ ତାଙ୍କ ପଡ଼ିଶା। ତାକୁ ଦିନେ ପଚାରିଲେ ଗଦାଧର, ତୁମେ କହିପାରିବ କ୍ଷେତିମା ମୋତେ କ'ଣ କହିବ ହେଉଛି କହିପାରୁନାହିଁ। ଶଙ୍କରୀ ଅବାକ୍। ମନ ଭିତରର କଥା ବି ଜାଣିପାରିଛ? ହଉ ତେବେ କୁହ, କ'ଣ ଖାଇବା ପାଇଁ ତୁମ ସରଧା? ମୁଁ ଆଣିଦେବି। ଖାଇବି ଯେ ଏଇ ବାଟ ମଝିଟାରେ ବସି। ତା ଘରକୁ ଯିବି, ଘର ଭିତରେ ଆସନ ପକେଇ ଚେକା ମାଡ଼ି ବସି ଖାଇବି। ଯାହା ସେ ତା ନିଜ ହାତରେ ରାନ୍ଧିଦେବ। ତା ମନର ସାଧ ମେଣ୍ଟାଇବି 16 ଅଣା। ଗଲା ବଢ଼େଇ ଘରକୁ। କ୍ଷେତିମା ହାତର ରାନ୍ଧଣା ଖାଇ ଆସିଲା ପରମ ତୃପ୍ତିରେ। କ୍ଷେତିର ବାପ କିନ୍ତୁ ସ୍ତ୍ରୀର ଏ ଅନାଚାର ସହିପାରିଲା ନାହିଁ। ଅନାଚାର ନୁହେଁ ତ ଆଉ କ'ଣ? ଛୋଟ ଜାତିର ସ୍ତ୍ରୀ ଲୋକ ହୋଇ ଉଚ୍ଚ ବର୍ଣ୍ଣ ଲୋକର ଜାତି ମାରା କଲୁ। ଦେବତା ଖାଇବାକୁ ଚାହିଁପାରେ, ତା ବୋଲି ତୁ ତାକୁ ନିଜ ହାତରେ ରାନ୍ଧି ବାଢ଼ିଦେବୁ? ରାଗରେ ହତଜ୍ଞାନ ହୋଇଗଲା। ପାଦରୁ କଠଉ ବାହାର କରି ଦୁମ୍ ଦାମ୍ କଷି ଦେଇଗଲା ସ୍ତ୍ରୀର ପିଠିରେ। କ୍ଷେତିମା ଟଳିବାର ଲୋକ ନୁହେଁ। କହିଲା, ମାର, ଯେତେ ପାରୁଛ ମାର। ମୋର ଆଉ କୌଣସି ଦୁଃଖ ନାହିଁ। ମୁଁ ଠାକୁରଙ୍କ ପ୍ରସାଦ ଖାଇଛି। ମନେ ପଡ଼ୁଛି ପୁଣି ଚିନୁ ଶଙ୍ଖାରୀ କଥା। ଚିନୁ ମାନେ ଶ୍ରୀନିବାସ। ବୟସ ହେଲାଣି। ଛୋଟିଆ ଦୋକାନ ଖଣ୍ଡିଏ। କଷ୍ଟରେ ଗୁଜୁରାଣ ମେଣ୍ଟାଏ। କିନ୍ତୁ ଯେତେବେଳେ ଗଦାଧର ଆସି ବସିପଡ଼େ ତା ଦୋକାନରେ, ତାକୁ ଜଣାଯାଏ ଯେ ସତେକି ଆଉ କୌଣସି କଷ୍ଟ ନାହିଁ, ଦୁଃଖ ନାହିଁ। ରାତ୍ରିର ଅନ୍ଧକାର ଯେତେ ଗାଢ଼ ହେଉ ପଛକେ ଗଦାଧର ସତେକି ଚିରନ୍ତନ ସୁପ୍ରଭାତ। ଯଦି କେଉଁଦିନ ଅଧିକ 2 ପଇସା ରୋଜଗାର ହୋଇଯାଏ, ସେଇ ବଳକା ପଇସାରେ ମିଠାଇ କିଣି ଆଣି ଗଦାଧରକୁ ଖୁଆଏ। ଗଦାଧର ଖାଉଥାଏ। ଚିନୁ ଚାହିଁ ଚାହିଁ ଦେଖୁଥାଏ। ଏଣେ ଦୋକାନ ପିଣ୍ଡାରେ ଗରାଖ ଆସି ଠିଆ ହେଲେଣି। ସିଆଡ଼କୁ ନଜର ନାହିଁ। ଗଦାଧରକୁ ସତେଅବା ଚିହ୍ନି ପାରିଛି ଚିନୁ। ତା ନାଁ ପରା ଚିନୁ। ସେଇ ତ ଚିହ୍ନିବ ପ୍ରଥମେ। ଦିନକର କଥା। ଫୁଲ ତୋଳି ଆଣି ଅତି ଯତ୍ନରେ ହାରଟିଏ ଗୁନ୍ଥିଲା। ଅଣ୍ଟିରେ ଲୁଚେଇ ରଖି ଦୋକାନକୁ ଯାଇ ମିଠା କିଣି ଆଣିଲା। ଗଦାଧରକୁ କହିଲା, ଆସ। କୁଆଡ଼େ? ପଡ଼ିଆକୁ, ଫାଙ୍କା ଜାଗାକୁ, ଯେଉଁଠି ଆଉ କେହି ନାହାନ୍ତି। କେବଳ ତୁମେ ଥିବ, ମୁଁ ଥିବି। ଗଦାଧରକୁ ସାଙ୍ଗରେ ଧରି ଆସିଲା ଶ୍ରୀନିବାସ। ଛିଡ଼ା ହେଲା ପଡ଼ିଆ ମଝିରେ। କେହି କୁଆଡ଼େ ନାହାନ୍ତି। ଉପରେ ଆକାଶବ୍ୟାପୀ ଶାନ୍ତିର ନୀଳିମା।
ତଳେ ଅନନ୍ତ ପ୍ରସାରିତ ମାଟି ଆଉ ମାଟି। ସାଙ୍ଗରେ ଆଣିଥିବା ଜିନିଷତକ ତଳେ ରଖି ଆଣ୍ଠୁ ମାଡ଼ି ହାତ ଯୋଡ଼ି ବସି ରହିଲା ଶ୍ରୀନିବାସ। ଆଗରେ ଗଦାଧର, କୃଷ୍ଣ କିଶୋର। ଏ କ'ଣ କରୁଛ ଚିନୁ ଭାଇ? ମିଠେଇ ଠୁଙ୍ଗାଟା ଦଉନ ହାତକୁ। ଦଉଛି ଦଉଛି। ପ୍ରଥମେ ଗଳାରେ ଲମ୍ବାଇ ଦେଲା ଫୁଲମାଳ। କୃଷ୍ଣଙ୍କ ଗଳାରେ ଅତସୀ ଫୁଲର ମାଳା। ତାପରେ ଠୁଙ୍ଗାରୁ ମିଠେଇ ନେଇ ନିଜ ହାତରେ ଖୁଆଇ ଦେଲା ଗଦାଧରକୁ, ବ୍ରଜର ନନୀ ଗୋପାଳଙ୍କୁ। ଆଖିରୁ ଲୁହ ଝରୁଛି ଝରଝର ହୋଇ ଶ୍ରୀନିବାସର। ହାତରେ ମିଠାଇ ଧରି ଖୁଆଉ ଖୁଆଉ ହାତ ଯାଇ କେତେବେଳେ ଲାଗିଯାଉଛି ନାକରେ ତ କେତେବେଳେ କପାଳରେ, କେତେବେଳେ ଆଖିରେ ତ କେତେବେଳେ ଚିବୁକରେ। ଗଦାଧର ହସୁଛି ଏବଂ ଖାଉଛି। ଖୁଆଇ ସାରି ଆଣ୍ଠୁ ମାଡ଼ି ବସିଲା ସ୍ତବ କରିବାକୁ। କହିଲା, ବୁଢ଼ା ହେଲେଣି, ଆଉ ବେଶୀ ଦିନ ନାହିଁ। ମର୍ତ୍ତ୍ୟରେ ତୁମେ କେତେ ଲୀଳାଖେଳା କରିବ, କିଛି ଦେଖିପାରିବି ନାହିଁ। ତେବେ ଆଜି ଯେ ଦୟାକରି ତୁମକୁ ଟିକିଏ ଚିହ୍ନିବାକୁ ଦେଲ, ଏଇଟା ହିଁ ମୋର ଆରପାରି ପାଇଁ ଘାଟ କଉଡ଼ି ହେଇ ରହିଲା। ଅସୁର ପରି ଲମ୍ବା ଚଉଡ଼ା ଦେହ ଶ୍ରୀନିବାସର। ଦୁଇ ହାତରେ ଗଦାଧରକୁ ତଳୁ ଟେକି ନେଇ କାନ୍ଧରେ ବସାଇ ବୀର ତର୍ପରେ ନାଚିବାକୁ ଲାଗିଲା। କହିଲା, ତୁମେ ତ ମୋତେ ଭାଇ ବୋଲି ଡାକୁଛ, ଶ୍ରୀନିବାସ ଭାଇ। ମୁଁ ଯଦି ସତରେ ତୁମ ଭାଇ, ତେବେ ମୁଁ ତ ବଳରାମ କହି ପୁଣି ପରସ୍ତେ ନାଚିଗଲା। ତୁମେ ସମୁଦ୍ର, ମୁଁ ସାମାନ୍ୟ ଶଙ୍ଖକାର। ମନେ ପଡ଼ୁଛି ଥରେ ଏଇ ଚିନୁ ଶଙ୍ଖାରୀର ଗୋଡ଼ ଧରି ତଳେ ପଡ଼ିଯାଇଥିଲା ଗଦାଧର। କେବଳ ଚିନୁର ନୁହେଁ, ଯେତେ ସମବୟସୀ ସମସ୍ତଙ୍କର। କ'ଣ ମନକୁ ଆସିଲା, ଜଣ ଜଣ କରି ସମସ୍ତଙ୍କ ପାଦ ଧରି ମିନତି କଲା, ତୋ ଗୋଡ଼ ତଳେ ପଡ଼ୁଛି, ଥରେ ହରିବୋଲ କହ। ସମସ୍ତେ ଅବାକ୍। ଯେତେ ନିଜ ଜାତିର ଲୋକ ଥିଲେ ନଇଁ ପଡ଼ି ସମସ୍ତଙ୍କ ଗୋଡ଼ ଧରୁଥାଏ। କଥାଟାର ମର୍ମ ବୁଝିପାରିଥିଲା ଶ୍ରୀନିବାସ। କହିଥିଲା, ତୁମର ବର୍ତ୍ତମାନ ପ୍ରଥମ ଅନୁରାଗ, ତେଣୁ ସମସ୍ତେ ତୁମକୁ ସମାନ ଦିଶୁଛନ୍ତି। ଜାତି ଅଜାତି ସାନ ବଡ଼ ଭେଦ କିଛି ନାହିଁ। ଝଡ଼ ଯେତେବେଳେ ପ୍ରଥମେ ଆସେ, ଆମ୍ବ ନିମ୍ବ ସବୁ ଏକାକାର ହୋଇଯାଏ। କେଉଁଟା ଆମ୍ବ ଗଛ, କେଉଁଟା ନିମ୍ବ ଗଛ ବାରି ହୁଏ ନାହିଁ। ନବାନୁରାଗର ବର୍ଷା। ନବାନୁରାଗ ଆସିଲେ ମାନ ଅପମାନ ନଥାଏ, ଛାୟା କାୟା ବିଚାର ନଥାଏ। ସବୁ ତୁମେମୟ। ଗୋଟାଏ ମାତ୍ର ଅବଶୋଷ ଶ୍ରୀନିବାସର, ମରିଯିବ। ବୟସ ଖସିଲାଣି, ମରିଗଲେ ଆଉ ଦେଖିପାରିବ ନାହିଁ ଏହି ନିତ୍ୟ ଲୀଳା। ରାବଣ ବଧ ପରେ ରାମ ଲକ୍ଷ୍ମଣ ଲଙ୍କାଗଡ଼ ଭିତରେ ପଶିଲେ। ଦେଖିଲେ ରାବଣର ବୃଦ୍ଧା ମା ନିକଷା ପଳାଇ ଯାଉଛି। ଲକ୍ଷ୍ମଣ ଥଟ୍ଟା କରି କହିଲେ, ଯାହାର ପୁଅ ନାତି ସମସ୍ତେ ମଲେଣି, ବଂଶରେ ବତି ଦେବା ପାଇଁ ଯାହାର ଆଉ କେହି ନାହିଁ, ତାର ପୁଣି ନିଜ ପ୍ରାଣ ପ୍ରତି ଏତେ ମମତା। ରାମ ନିକଷାକୁ ପାଖକୁ ଡାକିଲେ। ପଚାରିଲେ, ତୁମେ ପଳାଉଛ କାହିଁକି? କୋଉଥିପାଇଁ ଏତେ ଡର? ନିକଷା କହିଲା, ମୋର ଆଉ କୋଉ କଥାକୁ ଡର ନାହିଁ। ଡର କାଳେ ମରିଯିବି। ମରିଗଲେ ତ ଆଉ ତୁମ ଲୀଳାଖେଳା ଦେଖିପାରିବି ନାହିଁ। ବଞ୍ଚିଥିଲି ବୋଲି ସିନା ତୁମକୁ ଦେଖିଲି, ତେଣୁ ବଞ୍ଚିବାର ଲୋଭ ଛାଡ଼ି ପାରୁନାହିଁ। କିନ୍ତୁ କଲିକତା ଆସି ଗଦାଧର ଚୁପଚାପ ବସି ରହିଲେ ତ ଚଳିବ ନାହିଁ। ମନରେ କେତେ ଆଶା ରଖି ତାକୁ ନେଇ ଆସିଛନ୍ତି ରାମକୁମାର। ଅକ୍ଷୟ ଜନ୍ମ ହେବା ପରେ ପରେ ରାମକୁମାରଙ୍କ ସ୍ତ୍ରୀ ଆଖି ବୁଜିଲେ ସେଇ ଅନ୍ତୁଡ଼ି ଶେଯରେ। ସେହି ଦିନରୁ ଅଭାବ ଅନଟନ ଲାଗି ରହିଛି ଘରେ। ଗର୍ଭରେ ପିଲା ରହିବା ଦିନୁ ସେ ଅନ୍ୟ ପ୍ରକାର ହୋଇଯାଇଥିଲେ। ଅଲକ୍ଷ୍ମୀ ଗ୍ରାସ କରିଥିଲା। ଘରର ନିୟମ ଥିଲା, କେବଳ ପଇତା ହୋଇନଥିବା ପିଲା ଓ ରୋଗୀ ଛଡ଼ା ଆଉ କେହି ରଘୁବୀରଙ୍କ ପୂଜା ଆଗରୁ ଜଳ ସ୍ପର୍ଶ କରିବେ ନାହିଁ। ରାମକୁମାରଙ୍କ ସ୍ତ୍ରୀ ସେ ନିୟମ ମାନିଲେ ନାହିଁ। ବାଧା ଦେଲେ ଅବାଧ୍ୟତା ପ୍ରକାଶ ପାଇଲା। ରାମକୁମାର ମନେ ମନେ ବୁଝିପାରୁଥିଲେ, ସ୍ତ୍ରୀର ଦିନ ସରି ଆସୁଛି ଏବଂ ତା ସହିତ ଆସୁଛି
ଅମଙ୍ଗଳର ଦିନ। ହେଲା ବି ସେଇଆ। ସ୍ତ୍ରୀ ଚାଲିଗଲେ ସଂସାର ଉପରକୁ ମାଡ଼ି ଆସିଲା କଠିନ ଦୁର୍ଭାଗ୍ୟ। ଗଦାଧର ତଳେ ଆହୁରି ଗୋଟିଏ ଭଉଣୀ ଥିଲା ସର୍ବମଙ୍ଗଳା। ଗୌରହାଟିର ରାମସଦୟ ବନ୍ଦୋପାଧ୍ୟାୟ ସହିତ ତାହାର ବିବାହ କରାଇଲେ। ସେତେବେଳେ ସେ 8ପୁରୀ9ରେ ପଶିଛି। ରାମସଦୟର ଭଉଣୀଟିଏ ଥିଲା। ତାକୁ ବିବାହ କରାଇଲେ ନିଜ ସାନ ଭାଇ ରାମେଶ୍ୱର ସହିତ। ରାମେଶ୍ୱର ଘରେ ରହି ଘର ସଂସାର ଦେଖୁ, ଆଉ ତୁ ଗଦାଧର ମୋ ସହିତ କଲିକତା ଚାଲ, ସେଠି ମୋର ଟୋଲ୍ ଚାଲିଛି, କିଛି ଗୋଟାଏ ବାଟ ତୋ ପାଇଁ ନିଶ୍ଚୟ ଫିଟିବ। କିଛି ନହେଲେ ଶାନ୍ତି ସ୍ୱସ୍ତୟନ କରିବାଟା ତ ଶିଖିପାରିବୁ। କଲିକତାରେ କେତେ କେତେ ଧନୀ ସେଠ ଅଛନ୍ତି। ଯଦି ମଣିଷ ହେଇପାରିବୁ, ଟଙ୍କାର ଭାବନା ରହିବ ନାହିଁ, ସୁରୁଖୁରୁରେ ଚଳିଯିବ ସଂସାର। ଟଙ୍କା ମୋର କ'ଣ ହେବ? ମୁଁ ତ ଅବିଦ୍ୟାର ସଂସାର କରିବାକୁ ଆସିନାହିଁ। ମୁଁ କ'ଣ ଐଶ୍ୱର୍ଯ୍ୟ ଭୋଗ ଚାହିଁ, ନା ଦେହ ସୁଖ ଚାହିଁ, ନା ଲୋକମାନ୍ୟ ପାଇଁ ମୋର ଲୋଭ ଅଛି। ଆଉ ତୁମେ ବା ଏତେ ବ୍ୟସ୍ତ ହେଉଛ କାହିଁକି? ଯିଏ ଖାଣ୍ଟି ଭକ୍ତ, ସେ ଚେଷ୍ଟା ନ କଲେ ବି ଈଶ୍ୱର ତା ପାଇଁ ସବୁ ଯୋଗାଇ ଦେବେ। ଯିଏ ପ୍ରକୃତରେ ରାଜା ପୁଅ, ସେ ହାତ ଖରଚ ପାଇଁ ମାସିକ ଭତ୍ତା ନିଶ୍ଚୟ ପାଇବ। ଯିଏ ସତ୍ ବ୍ରାହ୍ମଣ, ଯାହାର କୌଣସି କାମନା ନାହିଁ, ହାଡ଼ି ଘରୁ ହେଉ ପଛେ ତା ପାଇଁ ନିଶ୍ଚୟ ସିଧା ଆସିବ। ଆସେ ଯେଉଁଭଳି, ଯାଏ ବି ସେଇଭଳି। ଏହି ଯଦୃଚ୍ଛା ଲାଭ, ଏଇଟା ହିଁ ଭଲ। ପୋଲ ତଳ ଦେଇ ଜଳ ବାହାରିଯାଏ ସହଜରେ, ସଞ୍ଚୟ କରି ଲାଭ କ'ଣ? କେତେ କଷ୍ଟରେ ମହୁମାଛି ମହୁଫେଣା ତିଆରି କରେ, ଆଉ ଜଣେ କିଏ ଆସି ଭାଙ୍ଗି ନେଇଯାଏ। ଉପାର୍ଜନ କରିବାଟା କ'ଣ ଜୀବନର ଉଦ୍ଦେଶ୍ୟ? ମଣିଷ ଜନ୍ମ ପାଇଛ, ଈଶ୍ୱର ଦର୍ଶନ କରିବ ନାହିଁ? ଲକ୍ଷ୍ମୀ ନାରାୟଣ ମାରୁଆଡ଼ି ଅନେକ ସମୟରେ ଦକ୍ଷିଣେଶ୍ୱର ଆସୁଥାଏ। ଠାକୁରଙ୍କ ଶୋଇବା ସେଜ ମଇଳା ହୋଇଛି ଦେଖି ତାର ବହୁ ଦୁଃଖ। କହିଲା, ମୁଁ ତୁମ ନାଁରେ 10,000 ଟଙ୍କା ଲେଖି ଦେଉଛି, ସେଇଥିରୁ ତୁମେ ସେବା ହେବ। କଥାଟା କାନରେ ପଡ଼ିବା ମାତ୍ରେ ଠାକୁର ବାହ୍ୟ ଜ୍ଞାନ ଶୂନ୍ୟ ହୋଇପଡ଼ିଲେ। କିଏ ଯେପରି ମୁଣ୍ଡ ଉପରେ ଟାଣ ପାହାରଟିଏ ବସେଇଦେଲା। ସଂଜ୍ଞା ଫେରିବା ପରେ ବିଷର୍ଣ୍ଣ କଣ୍ଠରେ କହିଲେ, ସେଭଳି କଥା ତୁଣ୍ଡରେ ଧର ନାହିଁ। ଯଦି ଏଭଳି କଥା କହିବ, ଏଠିକି ଆଉ ଆସିବ ନାହିଁ। କାହିଁକି? କ'ଣ ହେଲା? ତୁମେ ଜାଣିନାହଁ? ମୁଁ ଟଙ୍କା ଛୁଇଁପାରେ ନାହିଁ, ପାଖରେ ରଖିବାର ବି କ୍ଷମତା ନାହିଁ। ଲକ୍ଷ୍ମୀ ନାରାୟଣ ଛାଡ଼ିବା ଲୋକ ନୁହେଁ, ସେ ବେଦାନ୍ତବାଦୀ, ତର୍କପଟୁ। ତାହେଲେ ଏଯାଏଁ ବି ଆପଣଙ୍କର ତ୍ୟାଜ୍ୟଗ୍ରାହ୍ୟ ବିଚାର ରହିଛି? ହସିଲା ଲକ୍ଷ୍ମୀ ନାରାୟଣ। ମାନେ ଜ୍ଞାନ ଉଦୟ ହୋଇନାହିଁ? ନା ବାବା, ଏତେ ବେଶୀ ହୋଇନାହିଁ। ଯେଉଁମାନେ ପାଖରେ ବସିଥିଲେ ହସି ଉଠିଲେ। ତଥାପି ଲକ୍ଷ୍ମୀ ନାରାୟଣ ହାର ମାନିବା ଲୋକ ନୁହେଁ। ଯାଇ ଧରିଲା ହୃଦୟକୁ। ହୃଦୟରାମ ଠାକୁର ଯାହାକୁ ଡାକନ୍ତି ହୃଦୁ ବୋଲି। ଖୁଦିରାମଙ୍କ ଭଉଣୀ ରାମଶିଳାର ଝିଅ ହେମାଙ୍ଗିନୀ, ସେଇ ହେମାଙ୍ଗିନୀର ପୁଅ ହୃଦୟ। ହୃଦୟ ଜରିଆରେ ଟଙ୍କାଟା ଦେବାକୁ ଚାହିଁଲା ଲକ୍ଷ୍ମୀ ନାରାୟଣ। କହିଲା, ମୁଁ ହୃଦୟକୁ ଦେଉଛି, ତାହେଲେ ବି ତ ମୋତେ ହିଁ କହିବାକୁ ପଡ଼ିବ ୟାକୁ ଦେ ତାକୁ ଦେ। ନଦେଲେ ମନରେ ରାଗ ହେବ, ଅଭିମାନ କରିବ। ପାଖରେ ଟଙ୍କା ରହିବାଟା ହିଁ ଖରାପ। ଅଇନା ପାଖରେ କୌଣସି ଜିନିଷ ରଖିବା ଠିକ୍ ନୁହେଁ। ରଖିଲେ ପ୍ରତିବିମ୍ବ ଅବଶ୍ୟ ପଡ଼ିବ। ବୁଝିଲ, ସେସବୁ ଏଠି ଚଳିବ ନାହିଁ। ଠିକ୍ ଠିକ୍ ଯେ ରଜା ପୁଅ, ସେ ତା ଭତ୍ତା ନିଶ୍ଚୟ ପାଇବ। ଗଦାଧର କ'ଣ ରଜା ପୁଅ ନୁହେଁ? ବାପାଙ୍କ କଥା ମନେ ପଡ଼ୁଛି ଗଦାଧରର। ଗାଧୋଇବା ସମୟରେ ପାଣି ଭିତରେ ଛିଡ଼ା ହୋଇ ରକ୍ତ ବର୍ଣ୍ଣଂ ଚତୁର୍ମୁଖଂ ମନ୍ତ୍ର ପଢ଼ି ଧ୍ୟାନ କରନ୍ତି। ଆଖିରୁ ଝରି ପଡ଼ୁଥାଏ ଲୁହ। ପାଦରେ କଠଉ ପିନ୍ଧି ଯେତେବେଳେ ଯାଆନ୍ତି ଗାଁ ଦାଣ୍ଡରେ, ଗାଁର ଦୋକାନୀମାନେ ସମ୍ଭ୍ରମରେ ଛିଡ଼ା ହୋଇପଡ଼ନ୍ତି। କହନ୍ତି, ହେଇଟି ସେ ଆସୁଛନ୍ତି। ସେ ଯେତେବେଳେ ସ୍ନାନ କରୁଥାନ୍ତି, ସେତେବେଳେ ଆଉ କେହି ଭରସି କରି ଯାଆନ୍ତି ନାହିଁ ସ୍ନାନ ତୁଠକୁ। ଆଗରୁ ଖବର ନିଅନ୍ତି,
ସେ ଗାଧୋଇ ସାରି ଫେରିଲେଣି? ରଘୁବୀର ରଘୁବୀର କହନ୍ତି। ଛାତି ଲାଲ ପଡ଼ିଯାଏ। ଏହିଭଳି ବାପର ପୁଅ ଗଦାଧର କେବଳ ଏତିକି ମାତ୍ର ତାର ପରିଚୟ? କିଏ କହୁଛି? ସେ ପରା ଜଗତ୍ ପିତାଙ୍କ ପୁଅ। ସେ ପାଠଶାଠ ଜାଣେ ନାହିଁ, ଶାସ୍ତ୍ର ସଂହିତା ଛୁଇଁ ନାହିଁ, ହୁଏତ ପୁରା ବାପା ବୋଲି ଡାକି ଶିଖିନାହିଁ, ସମ୍ପୂର୍ଣ୍ଣ ଉଚ୍ଚାରଣ କରି ଜାଣିନାହିଁ। ଦରଟି ଭାଷାରେ ଖାଲି ବା ବୋଲି କହେ। ବାପା କ'ଣ ବାପା ଡାକୁଥିବା ପୁଅକୁ ବେଶୀ ଆଦର କରିବେ ଖାଲି ବା ଡାକୁଥିବା ପୁଅଠାରୁ? ନା, ବରଂ ବାପା କହିବେ, ଇଏ ମୋର କଅଁଳା ପିଲା। ବାପା ବୋଲି କହିପାରୁନାହିଁ ସିନା, ହେଲେ ଡାକରେ ଠିକ୍ ଆକୁଳତା ଅଛି। ଏଇଆକୁ ଆଗ ନେବେ କୋଳକୁ। କିନ୍ତୁ ବାପା ଯେ ସ୍ୱପ୍ନ ଦେଖିଥିଲେ ଗୟା ଯାଇଥିଲା ବେଳେ, ରଘୁବୀର କହୁଛନ୍ତି, ମୁଁ ତୁମ ଘରେ ପୁଅ ହୋଇ ଜନ୍ମ ନେବି। ସେ କଥାର ଅର୍ଥ କ'ଣ? ତେଣୁ ପ୍ରକୃତରେ ତାର କ'ଣ କେହି ପିତା ନାହାନ୍ତି? ତେବେ ସେ କିଏ? ଏହି ଆତ୍ମଦର୍ଶନ ହିଁ ଈଶ୍ୱର ଦର୍ଶନ।